ଜୟ ଜଗନ୍ନାଥ। ଆଜି ଭଲ କଥା କିଛି ମନ ରଖ। କଳି ଯୁଗର ଆୟୁ ଦୀର୍ଘଣ୍ଟ। ହେଲା, ଆଜି ଆଲୋଚନା କରିବା କଳି ଯୁଗର ଆୟୁ। ଏ ବିଷୟ ଆମେ ଆଗରୁ ମଧ୍ୟ ଆଲୋଚନା କରିଛୁ। କିଛି ହେଇଛି ପୁନର୍ବାର ଅନେକ ଭାଇମାନେ ପଚାରିବା ହେତୁ ଆମେ କରୁଛୁ। କଳି ଯୁଗର ବାସ୍ତବ ମାତ୍ରା ଆୟୁ ହଉଛି 4,32,000। ବ୍ୟାସଦେବ କହନ୍ତି କଳଉ 10 ସହସ୍ରାଣି ବିଷ୍ଣୁ ତେଜନ୍ତି। କଳିଯୁଗ ଯେତେବେଳେ 10,000 ବର୍ଷ ପୂର୍ଣ୍ଣ ହବ ସେତେବେଳେ ବିଷ୍ଣୁ ମେଦିନୀ ତ୍ୟାଗ ହେଲା। କିନ୍ତୁ ବ୍ୟାସ କଥା କହିଲେ ଯେତେବେଳେ ଆମ ଉପରେ ପଞ୍ଚସଖା ମାନଙ୍କର ଆବିର୍ଭୂତ ହେଲା, ଏ ପଞ୍ଚସଖା କେହି ଆଉ କହୁନା ନୁହଁ। ଇଏ କହିଲେ ନା ନା ଆଙ୍କର ଦିନେ ଗୋଟେ ସତ୍ସଙ୍ଗ ହେଲା, ଗୋଟେ ଜାଗାରେ ବସିକି ତାଙ୍କର ଆଲୋଚନା କଲେ ନା କଳିଯୁଗ 10,000 ବର୍ଷ ଭୋଗ କରିବେନି, କଳିଯୁଗ 5,000 ବର୍ଷ। ତାହେଲେ କଣ ବ୍ୟାସଙ୍କ କଥା ଭୁଲ? ଆଉ ରହିଲା 5,000। ଆଉ 5,000 କଣ? ଯେମିତି ଆମର ଦ୍ୱାପର ଯୁଗରେ ଯେତେବେଳେ କୃଷ୍ଣ ଦେହ ଛାଡ଼ିଲେ ସେତେବେଳେ 1200 ବର୍ଷ କଳି ଭୋଗ, ଯାହାକୁ ଭାଗବତ ପ୍ରମାଣ। ଯେତେବେଳେ କୃଷ୍ଣ ତେଜିଲେ ମଇ 1200 କଳି ଭୋଗ, ସେତେବେଳେ 1200 ବର୍ଷ କଣ ହେଲା କଳି ଭୋଗ। କିନ୍ତୁ ପରିଚିତ ମହାରାଜ ସମୟରେ କଣ ହେଲା କଳି ବାକି ହେଲା। ଏଇ ଯୋଉ 5,000 ଆଉ 10,000 ଆର ଭିତରେ ରହିଲା 5,000। ମହାପୁରୁଷ କହିଲେ 5,000 ସରିବ, ବ୍ୟାସ କହିଲେ 10,000 ସରିବ। ଅବଶ୍ୟ କଣ ହେଲା ପାପରେ ସବୁ କ୍ଷୟ ହେଲା। କଳକୁ 10 ସହସ୍ରାଣି ବିଷ୍ଣୁ ତେଜନ୍ତି। 5,000 ବର୍ଷ ରହିଲା। ଯେମିତି ଦ୍ୱାପର ଯୁଗରେ କଳି ଥିଲା, ସତ୍ୟ ଦ୍ୱାପର ଯୁଗ ଭୋଗ କରୁଥିଲା, କଳି ପ୍ରବେଶ କରିଗଲା, ସେମିତି କଳି ଥିବ ସତ୍ୟ ପ୍ରବେଶ ସେ 5,000 ବର୍ଷ ହେଲା। 5,000 ରହିଲା କଳିର ପ୍ରାଦୁର୍ଭାବ, 5,000 ରହିଲା ଧର୍ମର ପରିବର୍ତ୍ତନ। କିନ୍ତୁ ଯୁଗ ରହିଲା କଳି, ତାକୁ କୁହନ୍ତି ଅନନ୍ତ ଯୁଗ ବା ସଙ୍ଗମ ଯୁଗ। ମାନେ ବୁଝି ହଉଛି ନା? ଏଇ ଭାବରେ ତାକୁ ବର୍ଣ୍ଣନା କରୁ। କୋଉଟା ଅବଶ୍ୟ 5,000 ବର୍ଷ। 4,32,000 କଳି ଯୁଗର ଅଟଇ ଆୟୁଷ, ପାପେ ସକଳ କ୍ଷୟ ଯିବ 5 ସହସ୍ର ଭୋଗ ହେଲା। ଏ ସବୁ କଣ ଯିବ ପାପରେ କ୍ଷୟ ଯିବ 5 ସହସ୍ର ଭୋଗ। ଏଇ କଥା ଉପରେ ମହାପୁରୁଷ ମଧ୍ୟ କହୁଛନ୍ତି ଏଜେ ସୁବାହୁ କଳି ଯୁଗ ହୀନ ଆୟୁଷ, ଏବେ ଏଜେ ସୁବାହୁ ଯୁଗ କଳି ହୀନ ଆୟୁଷ ମହାବଳୀ, ପାପେ ସକଳେ କ୍ଷୟ ଯିବ 5 ସହସ୍ର ଭୋଗ। ଏଟା କଥା ଅନେକ ବ୍ୟକ୍ତି କୁହନ୍ତି 5,000 ବର୍ଷ ପୂର୍ଣ୍ଣ ହେଇଯିବ। ଆମେ ବି କହୁଛୁ କଳି କଲ୍ୟାଧିକା ଗୋଟା ଅଛି ହିସାବରେ, ସେଟା ଯୋଉ ଓଡିଆଙ୍କର ନୂଆ ବର୍ଷ ବର୍ତ୍ତମାନ କାଲି ପୁରିଲା 5,126 ଚାଲିଲା। ଏଇ ଯୋଉ ଡିଫରେନ୍ସ ରହୁଛି ସେଇଟା କଣ? ମହାପୁରୁଷ କହୁଛନ୍ତି 5,000 କଳି ସରିବ, ଅନନ୍ତ ଯୁଗ ସେଇଠୁ ଆରମ୍ଭ ହେଇଯିବ ବା ସଙ୍ଗମ ଯୁଗ ଆରମ୍ଭ ବା ସତ୍ୟ ଯୁଗ କି
କିଏ ଯେତେବେଳେ ଯାହା କହୁଛି କହୁଛି ଯିବ ଆରମ୍ଭ ହବ। କିନ୍ତୁ ବର୍ତ୍ତମାନ ଆମେ ବି କହୁଛୁ କଳିଯୁଗ 5,000 କଳି କଲ୍ୟା ଦିଟା ହେଲାଣି ଯେ 5,126 ଚାଲିଲା, ହେଲେ 5,000 କାହିଁ ପୂର୍ଣ୍ଣ ହେଲାନି? ତାର ତାରତମ୍ୟ କଣ? ଗୋଟେ ଭଲ ଗୁଢ ରହସ୍ୟ ଅଛି, ଯାହାକି କ୍ୟାମେରା ଆଗରେ ସେଟା କହିହବ ନାହିଁ। କେତେ ଗୋଟେ ଜିନିଷ ଲୋକ ଲୋକଙ୍କୁ ଆଣିବାଟା ଆମ ପାଇଁ ଗୁରୁ ପରମ୍ପରା ଗୋଟେ ବାଦକତା, କିନ୍ତୁ ବାସ୍ତବ ମତରେ 5,000 ବର୍ଷ କେବେ ପୂର୍ଣ୍ଣ? ବୁଝିହଉଛି? ମହାପୁରୁଷ ମଧ୍ୟ ପ୍ରମାଣ ଦେଉଛି। ତ ଆଗରୁ କହିଛି ବିଶ୍ୱ ସଂହରଣ ଏବେ 2ଟି ସୋପାନ, ଗୋଟେ ଅନନ୍ତ ମାଧବଙ୍କ ଅଙ୍କରେ, ପୁଣି କିଛି ଦିନ ଅନ୍ତେ ମୁକୁନ୍ଦ ଦେବଙ୍କ ଅଙ୍କରେ। 2 ଜଣଙ୍କ ଅଙ୍କରେ କଳି ସଂହରଣ ହବ ବୋଲି ମହାପୁରୁଷ ପ୍ରମାଣ ଦେଇଛି। ଆଉ କେତେକା ଜାଗାରେ ନିଶ୍ଚୟ ମଧ୍ୟ ଦିବ୍ୟ ଦେବଙ୍କ ହେଲା, 3ଟା ଆଗକୁ ମୁଖ୍ୟତଃ ଆଜି ଥାଏ, ମାନେ କଣ ସଂହାର ଲୀଳା ଯୋଉ ହବ ଏଇ କଥା ଉପରେ 5,000 ବର୍ଷ କେବେ ପୂର୍ଣ୍ଣ? ଏ କଥା ମହାପୁରୁଷ ମଧ୍ୟ ଆଗରୁ ବିଧିବଦ୍ଧ କରିଛି। ଆଉ ଗୋଟେ କଥା ମନେ ରଖିଥାଏ, ସଂହାର ଲୀଳା ନହେଲା ପର୍ଯ୍ୟନ୍ତ ହେଲା ଠାକୁର ପରିପ୍ରକାଶ ହେଇପାରିବ। କାରଣ କଳିଯୁଗ ହଉଛି ବିଚିତ୍ର ଯୁଗ। କଳିଯୁଗ ଲୋକ ପ୍ରଭୁଙ୍କୁ ଡାକନ୍ତି କିନ୍ତୁ ପ୍ରଭୁଙ୍କୁ ଭୟ କରନ୍ତି। ଡାକନ୍ତି ସତ କିନ୍ତୁ ପ୍ରଭୁଙ୍କୁ ଭୟ କରନ୍ତି। ଯାବତ ପ୍ରଭୁଙ୍କୁ ଭୟ ନାହିଁ ତାବତ ତମର ଭାବ ନାହିଁ, ଯାବତ ଭାବ ନାହିଁ ତାବତ ଭକ୍ତି ନାହିଁ, ଯାବତ ଭକ୍ତି ନାହିଁ ତାବତ ଦର୍ଶନ ନାହିଁ। ଯିଏ ପ୍ରଭୁଙ୍କୁ ଭୟ କରେ ସେ କହିବ ମୁଁ ପ୍ରଭୁ। ତାର ଭୟ ହବ କଶ୍ମୀର କାଳେ କିଏ, ଯେ ଭକ୍ତ ପ୍ରକୃତି ଦେବ କଶ୍ମୀର କାଳେ କିଏ। କିନ୍ତୁ ଏଇ 5,000 ବର୍ଷ କେବେ ପୂରଣ ହବ ବୋଲି ମହାପୁରୁଷ କହୁଛି, ଆମେ କହୁଛୁ ତା ମନ ଗড়ା କଥା। ମହାପୁରୁଷ ନିଜେ କଣ କରୁଛନ୍ତି ଏ କଥା ଲିପିବଦ୍ଧ କରୁଛନ୍ତି। କିଏ ସେ ଶିଶୁ? ମଳିନ ପୁରୁଷ ଗଣୁ ଥିବେ ଦିନ 5,000 ଯେ ହୋଇବ। ମଳିନ ପୁରୁଷ ମାନେ ପ୍ରକୃତରେ ନ୍ୟୁନଗାମୀ ରହିଥିବା ପ୍ରଭୁଙ୍କର ଅଙ୍ଗୀକାର ଭକ୍ତ। ଇଏ କେବେ 5,000 ବର୍ଷ ହବ ଯେ ନ୍ୟୁନ ଭାବରେ ରହିକି ସେ ଦିନକୁ ଅପେକ୍ଷା କରେ। ମଳିନ ପୁରୁଷ ଗଣୁଥିବେ ଦିନ, କଣ ହାତରେ ଗଣୁଥିବେ ମାନେ ସମୟକୁ ଅପେକ୍ଷା କରେ 5,000 ଯେ ହୋଇବ। କେବେ 5,000 ବର୍ଷ ହବ ସେ ପର୍ଯ୍ୟନ୍ତ ଅପେକ୍ଷା କରେ। ତିନି ବରଷ 90 ଦିନ ଅନ୍ତରେ ଦୁଷ୍ଟ ମ୍ଲେଚ୍ଛନ ଥିବେ କି ସଂସାର। ଗୋଟେ 5,000 ବର୍ଷ ପୂର୍ଣ୍ଣ ହେଇଛି, ଯେତେବେଳେ 5,000 3 ବର୍ଷ 3 ମାସ ହବ, 90 ଦିନ ମାନେ 3 ମାସ, ସେତେବେଳୁ ଜଗତରେ ଦୁଷ୍ଟ କେହି ନାହିଁ। ବୁଝିପାରୁଛ ନା? ଯଦି କଳି କଲ୍ୟାଧିତା 5,126 ହେଲା ତା କଣ ଦୁଷ୍ଟ ନା? ତାହା ମନରେ ଶାନ୍ତି ଅଛି କହିଲେ ବୋପା ପୁଅ ଦେବା ବାଡିଆ ପିଟା ହଣା ମରା ହଉଛନ୍ତି। ହଁ କି
ଆଉ ଧର୍ମ କଣ ହଉଛି? ପିତା ଧର୍ମ ପିତା ଯୋଗ ପିତା ହିଁ ପରମ ତପ ପିତାରି ଭିତୁମା ପନ୍ୟ ପ୍ରିୟନ୍ତେ ସର୍ବ। ପିତା ମାତା ସୁତୁଲ୍ୟାନ ପୁତ୍ର ସୁଖୀ ପୁତ୍ର ଏବେ ସୁଖୀ ହୁଏ ପୁଅ ଧର୍ମ। ବାପ ମାଆକୁ ପୂଜା କରିପାରିଲେନି ଆଉ ନେଇକି ଲାଷ୍ଟ ବୁଦ୍ଧା ଆଶ୍ରମ ଛାଡ଼ି ଦଉଛନ୍ତି, ନହେଲେ ବଡ ଦାଣ୍ଡ ଛାଡ଼ି ଦଉଛନ୍ତି। ଏଇଆ ହଉନି ନା? ତେଣୁ 5 ବର୍ଷ 3 ମାସ 5,000 3 ବର୍ଷ 3 ମାସ ବେଳକୁ ମହାପୁରୁଷ କହୁଛନ୍ତି ସଂସାରରେ କିଏ ଦୁଷ୍ଟ ନାହିଁ। ତାହେଲେ 5,000 କାହା ଅଙ୍କ ଭୋଗ କରୁଥିବ? ସେତେବେଳେ ରଜା କିଏ ଥିବେ? ନା ଯୁଗାବ୍ଦରେ 5,003 ମୁକୁନ୍ଦ ଦେବଙ୍କ 29 ହେଲାଣି। ବଢିଆ କଥା କହିଲେ ମୁକୁନ୍ଦ ଦେବଙ୍କର ଯେତେବେଳେ 29 ଅଙ୍କ ଭୋଗ ହେବ ସେତେବେଳେ କଳିଯୁଗର ଆୟୁ ହେଇଥିବ କେତେ ନା 5,003। ଅନେକ ମୁକୁନ୍ଦ ଦେବ ଗଲେଣି, ତାକୁ ଧରି ଭଗବାନ ଦୁଷ୍ଟ ପ୍ରବଳ ଠକ ମାନଙ୍କର ରାଜୁତି, ହଁ କି ନାହିଁ? କାହାକୁ ଲୋଭାସକ୍ତ ନାହିଁ ମାନବ, ଲୋଭାସକ୍ତ ମାନବ। ଶୁକ୍ରାଚାର୍ଯ୍ୟ ଏମିତି ଗୋଟେ ରାକ୍ଷସ ସୃଷ୍ଟି କଲେ, ସେ ସମସ୍ତିକି ଆସିଗଲା। କିଏ ସେ? ସ୍ୱାର୍ଥ। ଅରୁଣାସୁରକୁ ଯେତେବେଳେ ପାର୍ବତୀ ବଧ କଲେ, ତାପରେ ଏଇ ଶୁକ୍ରାଚାର୍ଯ୍ୟ ଚିନ୍ତା କଲେ କଣ କରିବା। ସେ ସେଠି କଣ କଲେ, ସ୍ୱାର୍ଥ ରୂପ ଗୋଟେ ରାକ୍ଷସ ସୃଷ୍ଟି କଲେ, ତାକୁ କେହି ପରାସ୍ତ କରିପାରିବେ। ସେ ରହିଲା କଳିଯୁଗରେ ସମସ୍ତ ଧୀରେ ବସିଗଲା। ସ୍ୱାର୍ଥକୁ ତ୍ୟାଗ ଯିଏ କରିଥିବ ତାଙ୍କ ପାଦକୁ କୋଟି କୋଟି ଶରଣ। ସେ ମଣିଷ ରୂପକ ଦେବତା, ବୁଝିପାରୁଛ ନା? ତେଣୁ ମୁକୁନ୍ଦ ଦେବଙ୍କର 29 ଅଙ୍କରେ ଯେତେବେଳେ ହବ, ସେତେବେଳେ 5,003 ବର୍ଷ ଭୋଗ କରୁଛି। ଏଟା ଭଲ କଥା। ତେଣୁ ମୁକୁନ୍ଦ ଦେବ ରଜା ହେଇନାହାନ୍ତି, ବର୍ତ୍ତମାନ ଦିବ୍ୟସିଂହ ଦେବ ଅଛନ୍ତି। ସେ ଛନ୍ଦି ବାନ୍ଧିକି କହିବାଟା ଠିକ ନୁହଁ। ଆମେ ଯାହା କହୁଛୁ ମହାପୁରୁଷଙ୍କର ଲେଖା, ତାହେଲେ ମୁକୁନ୍ଦ ଦେବ କେବେ ରହିବ? ଏଇଟା ତମକୁ ଆଗରୁ କହିଥିଲି, କ୍ୟାମେରା ଆଗରେ କହିହବନି। ଆଉ ଅଳ୍ପ ଦିନ ବେଶୀ ଦିନ ନୁହଁ, ସମୟ ହଉଛି ବଳବାନ, ବୁଝି ହଉଛି। ଆଉ ଏତିକି ମନେ ରଖିଥା, ପଞ୍ଚସଖା କେହି କାହାକୁ ଉଣା ନୁହଁ, ତାହା ବାଣୀ ମଧ୍ୟ ଅସତ୍ୟ ହେଲା। ପଞ୍ଚସଖାଙ୍କ ବାଣୀ ଅକ୍ଷର ଅକ୍ଷର ସତ୍ୟତା। ସମୟ ବଳବାନ, ସମୟକୁ ଅପେକ୍ଷା କର। ପିଲାପିଲି କଣ କାଚ କାଚ ମଣି ମଣି, ରାଜ୍ୟ ବେଳେ ଜଣା ଜଣି। ଜୟ ଜଗନ୍ନାଥ। ପ୍ରଭୁ ସଦିଚ୍ଛା ପୂର୍ଣ୍ଣ ହଉ, ଗୌରାନନ୍ଦ ପ୍ରଭା।